ସାଙ୍ଗମାନେ ସବୁ ଶୁଣ ଆଜିର କାହାଣୀ। ସୁଦଶା ବ୍ରତ କେମିତି ପାଳିଲୁ କହୁଛି ବଖାଣି। ସ୍ନାନ ସାରି ମା ଲକ୍ଷ୍ମୀ ପାଖେ ଝୋଟି ଚିତାକୁ ଆଙ୍କିଲୁ। ବାଳ ଭୋଗ ଦେଇ ଅର୍ଘ୍ୟ ଅର୍ପଣ କରିଲୁ। 10 କୋଟି ମଣ୍ଡା ପାଇଁ ଆଣ ଶିଳରେ ବାଟିଲୁ। ଚୁଲି ଲଗାଇଣ ବଟା ଆଣକୁ ଜନ୍ତିଲୁ। ଯନ୍ତଣୀ ଆଣକୁ ଭଲରେ ଚକଟି ମା ଲକ୍ଷ୍ମୀଙ୍କ ପାଇଁ ଗଢିଲୁ ମଣ୍ଡା 10 ଗୋଟି। ପୁର ଦିଆ ମଣ୍ଡା ମାକୁ ଭାରି ଭଲ ଲାଗେ। ପୁର ବନେଇଲୁ ଛେନା ନାନାଦି ଦ୍ରବେ। ମଣ୍ଡା ପିଠା ନେଇ ମା ପାଖରେ ଥୋଇଲୁ। ନିୟମ ପାଳନ କରି ବ୍ରତ ବହି ପଢିଲୁ। ବହି ଅନୁସାରେ ବ୍ରତେ ଗଣ୍ଠି ପକେଇଲୁ। ମା ପାଖରେ ପୂଜା କରି ମଣ୍ଡା ଭୋଗ ଲଗେଇଲୁ। ପୂଜା କରିଥିବା ବ୍ରତ ହାତରେ ବାନ୍ଧିଲୁ। ଘରର ବଡ ମାନଙ୍କୁ ନମସ୍କାର କଲୁ। ଆଜି ଖାଇବାରେ ଅରୁଆ ଡାଲମା ଖଟା ହେଲା। ଶାଗ ଭଜା ସାଙ୍ଗକୁ ପାମ୍ପଡ ଛଣା ଗଲା। ଭୋଜନର ଶାନ୍ତି ଆଉ ବଖାଣି ନ ପାରେ। ସନ୍ଧ୍ୟାରେ ପିଇଲୁ ପୁଣି ବେଲ ପଣା ଭାରେ। ଛୁଆ ପିଲାଙ୍କୁ ଟିକେ ପାଠ ପଢାଇ ରାତ୍ର ଖାଇବାରେ ହେଲା ଡାଲମା ପୁର ଇଟିଲି।